ସାଙ୍ଗମାନେ ଶୀତ ଦିନ ଆସିଲେ ସନ୍ଧ୍ୟାରେ ବହୁତ ଚଟପଟା ଖାଇବାକୁ ଇଚ୍ଛା ହୁଏ ନା। ଏଇ ଦିନରେ ପରିବା ବି ବହୁତ ଟାଇପ୍ର ମିଳେ। ସେହି ପରିବା ଓ ଘରେ ଥିବା ଜିନିଷକୁ ନେଇ ଚାଲନ୍ତୁ ଅତି ସହଜରେ ଗୋଟେ ଷ୍ଟ୍ରିଟ୍ ଟାଇପ୍ର ଜଳଖିଆ ପାଓ ଭାଜି ଘରେ ବନେଇବା ଶିଖିବା। ଯଦି ଏମିତି ନୂଆ ନୂଆ ରେସିପି ଦେଖିବାକୁ ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁନି। ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ତାହେଲେ ସଂଘମିତ୍ରା ନାୟକକୁ ଫଲୋ କରନ୍ତୁ। ଚାଲନ୍ତୁ ଏ ରେସିପିଟି ଜାଣିନେବା। ଜୟ ଜଗନ୍ନାଥ ସାଙ୍ଗମାନେ, ଜୁଲି ଓଡ଼ିଆ କିଚେନକୁ ମୁଁ ଜୁଲି ଆପଣମାନଙ୍କୁ ସ୍ୱାଗତ କରୁଛି। ଦେଖନ୍ତୁ, ମୁଁ ଗୋଟେ ଏଠି ପ୍ରେସର କୁକର ନେଇଯାଇଛି। ଏଠି ଗୋଟେ ବଡ଼ ଫାଳ ଫୁଲକୋବି, 2ଟି 3ଟି ଗାଜର, ଫାଳେ ବିଟ୍ ଆଉ କିଛିଟା ଗ୍ରୀନ୍ ମଟର, ଆପଣଙ୍କ ହିସାବରେ ଆପଣ କମ୍ ବେଶୀ କରିପାରିବେ। 3ଟି ବଡ଼ ବଡ଼ ଆଳୁ, ତାକୁ ନେଇକି କିଛି ପାଣି ଆଉ ହଳଦୀ ଲୁଣ ପକେଇକି 2ଟି ସିଟି ଦେଇଦେବା। ଦୁଇଟା ସିଟି ହେଇଗଲା ପରେ ପ୍ରେସର କୁକରକୁ ଥଣ୍ଡା ହେବାକୁ ଛାଡ଼ିଦେବା। ଚାଲନ୍ତୁ ତାର ମସଲା ପ୍ରସ୍ତୁତ କରିନେବା। ଗୋଟେ କଡ଼େଇରେ କିଛି ବଟର ଆଉ କିଛି ରିଫାଇନ୍ ଅଏଲ୍ ମୁଁ ଏଠି ନେଇଯାଉଛି। ତେଲ ଗରମ ହେଇଗଲା ପରେ ଏଠି ଗୋଟେ ବଡ଼ ପିଆଜକୁ କାଟିକି ଆପଣମାନେ ପକେଇଦେବେ। ପିଆଜକୁ କିଛି ସମୟ ଭାଜିବା ପାଇଁ ଛାଡ଼ିଦେବା। ପିଆଜକୁ ଏଠି ସାଙ୍ଗମାନେ ରେଡ୍ ହେବାକୁ ଦେବାନି। ରେଡ୍ ହେବା ପୂର୍ବରୁ ଆମେମାନେ ଟିକେ ଲୁଣ ପକେଇଦେବା। ପିଆଜ ଟିକେ ମିଠା ଲାଗିବ ଲୁଣ ପକେଇଲେ। ଆମେମାନେ ଟମାଟୋ, 2ଟା ବଡ଼ ବଡ଼ ଟମାଟୋ ପକେଇବେ, କାରଣ ଟମାଟୋ ପକେଇଲେ ବି ବହୁତ ଖଟା ସ୍ୱାଦ ଆସେ। ଚଟପଟା ସ୍ୱାଦ ଟମାଟୋ ହିଁ ଆସିଥାଏ। ଆଉ ଗୋଟେ କ୍ୟାପ୍ସିକମ୍କୁ ମୁଁ ଏଠି ପୁରା ଚୁନା ଚୁନା କରି କାଟି ନେଇଛି। ଯେହେତୁ ଲୁଣ ପଡ଼ିଛି, କ୍ୟାପ୍ସିକମ୍ ଆଉ ଟମାଟୋ ଭଲକି ଟିକେ ସିଝିବାକୁ ଛାଡ଼ିଦେବା। ଟିକେ ଯେମିତି ସିଝିଯିବ, ସିଝେଇ ରଖିଥିବା ସବୁ ପରିବାକୁ ଆମେ ଏଠି ପକେଇଦେବା। ପକେଇ ଦେଇକି ଏମିତି ଗୋଟେ ମ୍ୟାସର ସାହାଯ୍ୟରେ ଆମେ ତାକୁ ପରିବା ଗୁଡ଼ାକୁ ପୁରା ଭଲକି ମ୍ୟାସ୍ କରିଦେବା। ଯଦି ମ୍ୟାସର ନାହିଁ ତାହେଲେ ଆପଣ ଚରଖା ସାହାଯ୍ୟରେ ବି କରିପାରିବେ। ଏଠି ମୁଁ 2 ଟେବୁଲ ସ୍ପୁନ୍ ପାଓ ଭାଜି ମସଲା ଆଉ 2 ଟେବୁଲ ସ୍ପୁନ୍ କାଶ୍ମୀରୀ ଚିଲି ପାଉଡ଼ର ପକେଇ ଦେଉଛି। କାଶ୍ମୀରୀ ଚିଲି ପାଉଡ଼ରଟା କଲର୍ ପାଇଁ ହିଁ ଭଲ ଲାଗେ, ସେଥିପାଇଁ ଆପଣ କଲର୍ ଆଣିବା ପାଇଁ କାଶ୍ମୀରୀ ଚିଲି ପାଉଡ଼ର ହିଁ ପକେଇବେ। ଏଠି କଲର୍ କିଛି ପକେଇବେନି, କଲର୍ ଦେହ ପାଇଁ ବହୁତ ଖରାପ। ତାପରେ ତାକୁ ଫୁଟିବାକୁ ଛାଡ଼ିଦେବା। ଯଦି ପାଣି କମ୍ ଲାଗୁଛି ଆପଣ ଟିକେ ଗରମ ପାଣି କରିକି ପଛରେ ବି ଦେଇପାରିବେ। ଏଇ କନସିଷ୍ଟେନ୍ସି ରହିବ। ତାପରେ ଦେଖନ୍ତୁ ପ୍ରସ୍ତୁତ ହେଇଗଲା ପାଓ ଭାଜି। ଆଉ ଗୋଟେ ଫାଳ ଲେମ୍ବୁକୁ ଆପଣ ମାନେ ଚିପୁଡ଼ି ଦେବା। ଆଉ କିଛି ଧନିଆ ପତ୍ର ଆଉ ଟିକେ ବଟର ପକେଇଦେବା। ପକେଇ ଦେଇକି ଚାଲନ୍ତୁ ପାଓକୁ ଆମେ ସେକି ନେବା। ପାଓ ଭାଜି ପାଇଁ ଏଇ ଟାଇପ୍ର ପାଓ ହିଁ କିଣିବେ, ପାଓ ରୁଟି। ତାପରେ ତାକୁ ମଝିରୁ 2 ଫାଳ ଛୁରୀ ସାହାଯ୍ୟରେ କରିଦେବେ। ତାପରେ କଡ଼େଇରେ ଟିକେ ବଟର ପକେଇଦେବା। ବଟର ପକେଇ ଆଉ ସେ ଯେଉଁ ପାଓ ଭାଜି ମସଲା ଆମେ କରିଥିବା ସେ ମସଲା ଟିକେ ପକେଇଦେବା। ଏଠି ଚିଲି ବି ପକାନ୍ତି, ମୁଁ ଏଠି ରେଡ୍ ଚିଲି ପକେଇନି। ତାପରେ ପାଓଟାକୁ ଏମିତି 2 ପଟ ସାଇଡ୍କୁ ସେକିଦେବା। ତାପରେ ପାଓ ରୁଟି ସେକି ହେଇଗଲା ପରେ ଚାଲନ୍ତୁ ଗରମ ଗରମ କିଛି ଧନିଆ ପତ୍ର ଆଉ ଟିକେ ବଟର ଆଉ ପିଆଜ ଲେମ୍ବୁ ଦେଇକି ସର୍ଭ କରିବା। ବହୁତ ସୁପର ଇଜି ଆଉ ସୁପର ଟେଷ୍ଟି ପାଓ ଭାଜି ରେସିପି। ଖାଆନ୍ତୁ, କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଜୟ ଜଗନ୍ନାଥ ସାଙ୍ଗମାନେ, ରହୁଛି, ନମସ୍କାର।